ମାତ୍ର ଗୋଟେ ଥର ସୁଜି ଆଉ ଚିନି ଦେଇ ଏଇ ଜଳଖିଆ ବା ମିଠା ରେସିପିକୁ ବନେଇ ଦେଖନ୍ତୁ। ଦେଖିବେ ଥରେ ବନେଇବା ପରେ ଆପଣମାନେ ମାର୍କେଟରୁ ବିସ୍କୁଟ, ଗୁଲଗୁଲା ଆଉ ମିଠା କିଣି ଖାଇବା ଭୁଲିଯିବେ। ଆଉ ସବୁଠୁ ଭଲ କଥା ହେଉଛି ୟାକୁ ଥରେ ବନାନ୍ତୁ, ମାସେ ପର୍ଯ୍ୟନ୍ତ ଷ୍ଟୋର କରି ରଖନ୍ତୁ। ଖାଇବା ପାଇଁ ବି ଭାରି ସୁଆଦିଆ ଲାଗିଥାଏ। ତାହେଲେ ଆସନ୍ତୁ ଡେରି ନକରି ଷ୍ଟାର୍ଟ କରିବା ଆଜିର ରେସିପି। ସେଥିପାଇଁ ମୁଁ ଗୋଟେ ଗ୍ରାଇଣ୍ଡର ଜାର୍ ନେଇଛି, ଆଉ ସେଇ ଗ୍ରାଇଣ୍ଡର ଜାର୍ରେ ଗୋଟେ କପ୍ରେ ମାପିକି ଦେଇ ଦେଉଛି ଗୋଟେ କପ୍ ସୁଜି। ଗୋଟେ କପ୍ ସୁଜି ପାଇଁ ଗୋଟେ କପ୍ ଠାରୁ ଟିକେ କମ୍ ନେବା ଚିନି, କିମ୍ବା ଆପଣ କେତେ ମିଠା ଖାଇବାକୁ ପସନ୍ଦ କରନ୍ତି ସେହି ହିସାବରେ ଚିନି ନେବେ। ତା ସହିତ ଭଲ ଫ୍ଲେଭର ଆସିବା ପାଇଁ 2-3ଟି ଗୁଜୁରାତିର ମଞ୍ଜିକୁ ଛଡ଼େଇକି ଏଇଥିରେ ହିଁ ଦେଇଦେବା। ଗୁଜୁରାତି ଦେଲେ ବହୁତ ବଢ଼ିଆ ଫ୍ଲେଭର ଆସିବ। ଯଦି এই ଫ୍ଲେଭର ଆପଣଙ୍କୁ ପସନ୍ଦ ନଥିବ ତେବେ ଆପଣ ଗୁଜୁରାତିକୁ ସ୍କିପ୍ ମଧ୍ୟ କରିପାରିବେ। ତାପରେ ୟାକୁ କଭର କରି ଭଲ ଭାବରେ ଗ୍ରାଇଣ୍ଡ କରିକି ନେଇ ଆସିବା। ତ ଏଠି ଦେଖନ୍ତୁ, ଏଇଠି ମୁଁ ସୁଜି, ଚିନି ଆଉ ଗୁଜୁରାତିକୁ ଭଲ ଭାବରେ ଗୁଣ୍ଡ କରି ନେଇଛି ବା ଗ୍ରାଇଣ୍ଡ କରିକି ନେଇ ଆସିଛି। ତାପରେ ଗୋଟେ ବଡ଼ ଥାଳିରେ ଢାଳି ନେଉଛି, ଆଉ ସେଇଥିରେ ଦେଇଦେବା ଆମେ 2 ଚାମଚ ଶୁଖିଲା ନଡ଼ିଆ ଗୁଣ୍ଡ, ଯୋଉଟାକି ମାର୍କେଟରେ ସହଜରେ ମିଳିଯାଉଛି। ଯଦି ନଡ଼ିଆ ଗୁଣ୍ଡ ନାହିଁ ତେବେ ଆପଣ ସେଟାକୁ ସ୍କିପ୍ ବି କରିପାରିବେ। ତା ସହିତ 1-2 ପିଞ୍ଚ ଦେଇଦେବା ଲୁଣ, ଆଉ ଏଇଠି ଆମେ ଦେଇଦେବା 2 ପିଞ୍ଚ ଖାଇବା ସୋଡ଼ା। ଖାଇବା ସୋଡ଼ାର କ୍ୱାଣ୍ଟିଟି ବିଲକୁଲ ବି ବେଶୀ ଦେବେ ନାହିଁ, 1-2 ପିଞ୍ଚ ହିଁ ଦେବେ। ଖାଇବା ସୋଡ଼ା ଦେଇସାରିବା ପରେ ଆମେ ଏଥିରେ ଦେଇଦେବା 2 ଚାମଚ ରିଫାଇନ୍ ତେଲ। ରିଫାଇନ୍ ତେଲ ଜାଗାରେ ଆପଣ ଘିଅ ବି ଦେଇପାରିବେ। ତାପରେ ଏ ସବୁ ଜିନିଷକୁ ହାତ ସାହାଯ୍ୟରେ ଏମିତି ଘଷି ଘଷି ଭଲ ଭାବରେ ମିଶେଇ ନେବା, ଯାହାଦ୍ୱାରା କି ସୁଜି ଆଉ ଚିନି ତେଲ ସହିତ ଭଲ ଭାବରେ ମିଶିଯିବ। ସବୁ ଜିନିଷକୁ ସେତେ ପର୍ଯ୍ୟନ୍ତ ମିଶେଇ ଚାଲିଥିବେ ଯେତେ ପର୍ଯ୍ୟନ୍ତ କି ତେଲଟା ଭଲ ଭାବରେ ନ ମିଶି ଯାଇଛି। ମାନେ ଏମିତି ହାତରେ ମୁଠା କଲେ ଇଜିଲି ମୁଠା ହେଇଯାଉଥିବ, ଆଉ ଛୁଇଁବା ମାତ୍ରକେ ସାଙ୍ଗେ ସାଙ୍ଗେ ଫିଟିକି ଭାଙ୍ଗି ଯାଉଥିବ। ତାହେଲେ ଜାଣିବେ ଯେ ଏଇ ସବୁ ଜିନିଷ ଭଲ ଭାବରେ ଖାସ୍ତା ହେଇଯାଇଛି। ଆଉ ଏଇଟା ଭଲ ଭାବରେ ଖାସ୍ତା ହେଲେ ହିଁ ଆମ ଜଳଖିଆ ବା ମିଠା ପରଫେକ୍ଟ ବନିବ। ତାପରେ ମଝିରେ ଟିକେ ଏମିତି ହୋଲ୍ କରି ନେବା, ଆଉ ଯେଉଁ କପ୍ରେ ମାପିକି ଆମେ ଗୋଟେ କପ୍ ସୁଜି ନେଇଥିଲେ ସେଇ ସେମ୍ କପ୍ରେ ମାପିକି ନେବା ଅଧ କପ୍ କ୍ଷୀର। ସବୁତକ କ୍ଷୀରକୁ ମୁଁ ଏକା ସହିତ ଦେଇଦେଇଛି, ଆଉ ତାକୁ ଭଲ ଭାବରେ ମିଶେଇ ନେଇଛି। ଆପଣ ଚାହିଁଲେ ଅଳ୍ପ ଅଳ୍ପ କ୍ଷୀର ଦେଇକି ମିଶେଇ ପାରିବେ, ଯାହାଦ୍ୱାରା କି ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଏଇଠି ଦେଖନ୍ତୁ, ମୁଁ ସବୁତକ କ୍ଷୀରକୁ ଦେଇକି ମିଶେଇ ନେଇଛି। ଏବେ ଆପଣଙ୍କୁ ଟିକେ ପାଣିଆ ଲାଗୁଥିବ, କିନ୍ତୁ ଏବେ ଏଥିରେ ଆମେ ଦେଇଦେବା ସେଇ ସେମ୍ କପ୍ରେ ମାପିକି ଗୋଟେ କପ୍ ମଇଦା। ଆଉ ମଇଦା ଦେଇକି ମିଶେଇବା ପରେ ୟାର କନସିଷ୍ଟେନ୍ସିଟା ବିଲକୁଲ ପରଫେକ୍ଟ ହେଇଯିବ। ସବୁ ଜିନିଷ ମାପିକି ନେବେ। ଯଦି ମଇଦାର କ୍ୱାଣ୍ଟିଟି ଆହୁରି ଦରକାର ହୁଏ ତେବେ ଆପଣ ପରେ ଆହୁରି ମଇଦା ବି ବ୍ୟବହାର କରିପାରିବେ। ତ ଏଠି ଦେଖିପାରୁଥିବେ, ଏଟାକୁ ମୁଁ ଭଲ ଭାବରେ ମିଶେଇ ନେଇଛି। ଯେହେତୁ ଏଥିରେ ଆମେ ଚିନିକୁ ଗ୍ରାଇଣ୍ଡ କରିକି ଆଡ୍ କରିଛେ, ସେଥିପାଇଁ ଚିନିଟା ଧୀରେ ଧୀରେ ମେଲ୍ଟ ହବ ଆଉ ପାଣିଆ ହେବା ଷ୍ଟାର୍ଟ ହବ। ସେଥିପାଇଁ ଦେଖନ୍ତୁ, ଏଇଠି ମୁଁ ଆହୁରି ଅଧ କପ୍ରୁ ଟିକେ କମ୍ ନେଇଛି ମଇଦା, ଆଉ ସେ ମଇଦାକୁ ଦେଇକି ପୁଣି ଥରେ ୟାକୁ ଭଲ ଭାବରେ ମିଶେଇ ନେବା। ଆପଣ ଚାହିଁଲେ ଏଥିରେ ଅଟା ବି ବ୍ୟବହାର କରିପାରିବେ, ନହେଲେ ତ ଅଧା ମଇଦା ଆଉ ଅଧା ଅଟା ମଧ୍ୟ ନେଇପାରିବେ। ଆପଣ ଯେଉଁଥିରେ ବି ଏଇଟା ବନେଇବେ ତାର ଟେଷ୍ଟ ଭଲ ଆସିବ। ତ ଏଠି ଦେଖନ୍ତୁ, ବଳକା ମଇଦାକୁ ଦେଇକି ତାକୁ ମଧ୍ୟ ମୁଁ ଭଲ ଭାବରେ ମିଶେଇ ନେଇଛି। ଆଉ ଏଇ ଟାଇପ୍ର ଗୋଟେ ଡୋ ଟାଇପ୍ର ବନିକି ରେଡ଼ି ହେଇଯିବ। ତ ଏବେ ଆମେ କ'ଣ କରିବା ନା, ୟାକୁ କଭର କରି ପାଖାପାଖି 20-25 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ ଦେଇଦେବା। ତାପରେ ଯାଇକି ଆମର ଜଳଖିଆ ବନେଇବା ଷ୍ଟାର୍ଟ କରିବା। ଏବେ ଦେଖନ୍ତୁ, ଏଠି ରେଷ୍ଟ ଦେବାର ପାଖାପାଖି 20 ମିନିଟ୍ ହେଇଗଲାଣି। ତ 20 ମିନିଟ୍ ପରେ ଏଠି ମୁଁ କଭର କାଢ଼ିକି ଚେକ୍ କରି ନେଉଛି, ଆଉ ଦେଖିପାରୁଥିବେ ଆଗ ଅପେକ୍ଷା ଏଇଠି ଆମର ଡୋଟା ଟିକେ ଟାଣ ହେଇଯାଇଛି, ମାନେ ପାଣି ଅଂଶଟାକୁ ସୁଜି ସୋକ୍ କରି ନେଇଛି। ତ ଏବେ ଆମେ ଜଳଖିଆ ବନେଇବା ଷ୍ଟାର୍ଟ କରିବା। ସେଥିପାଇଁ କିଛି ଡୋକୁ ଏମିତି ହାତରେ ନେବା, ଆଉ ଯେଉଁ ସାଇଜ୍ର ଆପଣମାନେ ଜଳଖିଆ ବନେଇବାକୁ ଚାହୁଁଥିବେ ସେଇ ସାଇଜ୍ର ଗୁଳାକୁ ପ୍ରସ୍ତୁତ କରି ନେବେ। କିନ୍ତୁ ବେଶୀ ବଡ଼ କରିବେ ନାହିଁ, ମିଡ଼ିୟମ୍ ସାଇଜ୍ର ଏମିତି ଗୋଲ ବନେଇ ନେବେ। ଆଉ ଦେଖିପାରୁଥିବେ, ଏଇଠି ମୁଁ ଗୋଲ ସେପ୍ ରଖିଛି। ଆପଣ ଚାହିଁଲେ ଟିକେ ଫ୍ଲାଟ୍ କରିକି ମଧ୍ୟ ସେପ୍ ଦେଇପାରିବେ, ନହେଲେ ସିଲିଣ୍ଡର ସେପ୍ ଦେଇପାରିବେ। ଆପଣଙ୍କୁ ଯେମିତି ପସନ୍ଦ ଆପଣ ସେମିତିକା ସେପ୍ ଦେଇପାରିବେ। ଏହି ସେମ୍ ପ୍ରୋସେସ୍ରେ ଏଠି ମୁଁ ସବୁ ଗୁଡ଼ାକ ଏମିତି ଗୋଲ ସେପ୍ରେ ରେଡ଼ି କରି ନେଇଛି। ତ ଏବେ ୟାକୁ ଆମେ ଛାଣିବା। ସେଥିପାଇଁ ଗୋଟେ କଡ଼େଇରେ ହାଇ ଫ୍ଲେମ୍ରେ ତେଲକୁ ମୁଁ ଭଲ ଭାବରେ ଗରମ କରି ନେଇଥିଲି। ଆଉ ତେଲ ଭଲ ଭାବରେ ଗରମ ହେଇଯିବା ପରେ ଏଇଠି ଆମେ ଗଢ଼ିକି ରଖିଥିବା ଜଳଖିଆକୁ ଏମିତି ଗୋଟେ ଗୋଟେ କରି ଦେଇଦେବା। ଆଉ ୟାକୁ ଦେବା ସମୟରେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ଲୋ ଫ୍ଲେମ୍ରେ ରଖିବେ। ଆଉ ଗୋଟେ ପଟ ସାଇଡ୍ ଭଲ ଭାବରେ ଗୋଲ୍ଡେନ୍ ହେଲା ପରେ ଯାଇକି ୟାକୁ ଓଲଟେଇବେ, ନହେଲେ କ'ଣ ହେବ ନା ସେଟା ତେଲରେ ଭାଙ୍ଗି ଯାଇପାରେ। ଆଉ ମୂଳରୁ ଶେଷ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ହିଁ ଛାଣିବେ। ପ୍ରଥମେ ହାଇ ଫ୍ଲେମ୍ରେ ତେଲକୁ ଗରମ କରି ନେବେ, ତାପରେ ଲୋ ଫ୍ଲେମ୍ରେ ରଖିକି ୟାକୁ 3-4 ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟ କରିକି ଛାଣି ନେବେ। ଦେଖିବେ 3-4 ମିନିଟ୍ ପରେ ଏଇଟା ଏମିତି ଫାଟିବା ଷ୍ଟାର୍ଟ ହେଇଯିବ। ଆଉ ଯେତେବେଳେ ଏଇଭଳି ଭାବରେ ଫାଟିଯିବ, ଭଲ ଭାବରେ ଗୋଲ୍ଡେନ୍ ହେଇକି ଛାଣି ହେଇଯିବ, ତାହେଲେ ଜାଣିବେ ଯେ ଆମ ଜଳଖିଆଟି ପରଫେକ୍ଟ ଭାବରେ ହେଇଗଲାଣି।
ତ ଏବେ ଆକୁ ଆମେ ବାହାର କରି ଗୋଟେ ପ୍ଲେଟ୍ କିମ୍ବା ଥାଳିରେ ସାଇଡ଼ରେ ରଖିନେବା। ଆଉ ଏ ସେମ୍ ପ୍ରୋସେସ୍ରେ ବାକି ସେକେଣ୍ଡ ବ୍ୟାଚ୍ର ସବୁ ଜଳଖିଆକୁ ମଧ୍ୟ ଛାଣିକି ରେଡ଼ି କରିନେବା। ପ୍ରଥମେ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିନେବା ତେଲକୁ। ଆଉ ତେଲ ଭଲ ଭାବରେ ଗରମ ହେଇଯିବା ପରେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ଲୋ ଫ୍ଲେମ୍ରେ ରଖିକି ଗୋଟେ ଗୋଟେ କରି ସବୁ ଜଳଖିଆକୁ ଦେଇଦେବା। ଆଉ ଜଳଖିଆ ଭଲ ଭାବରେ ଗୋଟେ ପଟ ସାଇଡ୍ ଗୋଲ୍ଡେନ୍ ହେଲା ପରେ ଯାଇକି ଆମେ ତାକୁ ଓଲଟେଇବା। ଆଉ ସେଇ ସେମ୍ ପ୍ରୋସେସ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟ କରିକି ଛାଣିବା ପରେ ଯେତେବେଳେ ଜଳଖିଆ ଆମର ଭଲ ଭାବରେ ଫାଟିଯିବ ଆଉ ଗୋଲ୍ଡେନ୍ ହେଇଯିବ, ତାପରେ ଯାଇକି ତାକୁ ଛାଣିକି ରଖିନେବେ। ଏଇଠି ଦେଖନ୍ତୁ ସବୁ ଜଳଖିଆକୁ ମୁଁ ଛାଣିକି ରେଡ଼ି କରି ନେଇଛି। ଏଇ ଜଳଖିଆକୁ ଆପଣମାନେ ଗୋଟେ ଏୟାରଟାଇଟ୍ କଣ୍ଟେନରରେ ଷ୍ଟୋର କରି ପାଖାପାଖି 1 ମାସ ପର୍ଯ୍ୟନ୍ତ ରଖିପାରିବେ। ଆଉ ଯେବେ ବି ଇଚ୍ଛା ହେବ ଫଟାଫଟ ଡବାରୁ ବାହାର କରି ଖାଇପାରିବେ। ଏଇ ଜଳଖିଆ ଆମର ଦେଖିପାରୁଥିବେ ଉପରୁ କେତେ କ୍ରିସ୍ପି ବନିଛି ଆଉ ଭାଙ୍ଗିଲେ କେତେ ମୁସମୁସିଆ ବନିଛି। ତାହେଲେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହବା ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡିଓରେ।